ହ୍ୟାଲୋ ସାଙ୍ଗମାନେ ନମସ୍କାର। ଆଜି ମୁଁ ବନେଇବାକୁ ଯାଉଛି ମୋ ଜେଜେମା ଷ୍ଟାଇଲର ନଡ଼ିଆ ଭଜା। ସେ ଏତେ ସୁନ୍ଦର ନଡ଼ିଆ ଭଜା ବନାଏ ଯେ ବହୁତ ଟେଷ୍ଟି ଲାଗେ। ମାନେ ତାର ଯୋଉ ସ୍ୱାଦ ଯିଏ ଖାଇଛି ସିଏ ହିଁ ଜାଣିଛି। ପୁରା ସାଇ ଚମକୁ ଯାଉଥିଲା। ଦୁର୍ଭାଗ୍ୟବଶତଃ ସିଏ ଆଉ ଆମ ଗହଣରେ ନାହାନ୍ତି। ତ ନଡ଼ିଆ ଭଜା ପାଇଁ କଣ କଣ ଦରକାର? ଦେଖନ୍ତୁ ନଡ଼ିଆ ଗୋଟେ ଫାଳ ନଡ଼ିଆ ଥିଲା ତାକୁ କୋରିଦେଲି। କିଛି କଟା ପିଆଜ କଞ୍ଚା ଲଙ୍କା ରେଡି କରି ରଖିଦେଲି। ଏପଟେ ଆଳୁ ଛୋଟ ଛୋଟ ସାଇଜର ସିଝେଇ ଦେଇଥିଲି। ତାକୁ ଧୋଇ ଧାଇ ଚୋପା ଛଡେଇ ଧୋଇ ଧାଇ କରି ତା ଦେହରେ କଟା ପିଆଜ କଞ୍ଚା ଲଙ୍କା ନଡ଼ିଆ କୋର ସବୁ ମିକ୍ସ କରିଦବା। ମିକ୍ସ କରିଦେଲି। ମିକ୍ସ କରିଦେଲା ପରେ ପୁଣି ତା ଦେହରେ ବେସନ ଟିକେ ପୁଣି ଚାଉଳ ଚୂନା ପୁଣି ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଅଦା ରସୁଣ ବଟା ଟିକେ ବା ଛେଚା ଟିକେ ସ୍ୱାଦ ଅନୁସାରେ ଲୁଣ ମରିଚ ଗୁଣ୍ଡ ହଳଦୀ ଗୁଣ୍ଡ ପୁଣି ଯୋଉ ମିରଚିଆ ପତ୍ର ଟିକେ ଗଡି କରିକି ଏମିତି ପକେଇଦେଲି। ତାକୁ ଟିକେ ପାଣି ଦେଇ ଗୋଳେଇ ଗାଳେଇ ଏମିତି ଟିକେ ସମୟ ପାଇଁ ତାକୁ ଛାଡିଦବା। ପୁଣି ଗ୍ୟାସରେ ପ୍ୟାନ ଗରମ କରି ତା ଦେହରେ ତେଲ ଦେଇ ଟିକେ ଗରମ ହେଲା ଯାଏଁ ରଖିଦବା। ଗରମ ହେଲା ପରେ ସେ ଯୋଉ ବ୍ୟାଟରକୁ ଏମିତି ପକେଇବା ପ୍ୟାନ କେକ୍ ଟାଇପର ଏ ଟାଇପର ତାୱା ଉପରେ ଦବା ଫ୍ରାଏ କରିବା। ଟିକେ ତେଲ ଦେଇ ଫ୍ରାଏ କରିବା। ଦେଖାଯାଉ କେମିତି ଲାଗୁଛି। ମତେ ତ ଲାଗୁଛି ତାର ଭଳିଆ ଟେଷ୍ଟ ଆସିବନି। ଫିର ବି ଟିକେ ମନ କଲି ଆଜି କଣ ପାଇଁ କେଜାଣି ଆଉ ମୋ ଜେଜେମା ଆଜି ମତେ ବହୁତ ମନେ ପଡନ୍ତି। ଦେଖିଲେ ଭଜା କେତେ ସୁନ୍ଦର ଦେଖାଯାଉଛି ନା। ଥରେ ଏମିତି ବନାନ୍ତୁ ଖାଆନ୍ତୁ ଆଉ କେମିତି ଲାଗିଲା ମତେ କମେଣ୍ଟରେ ନିଶ୍ଚୟ ଜଣେଇବେ। ଜୟ ଜଗନ୍ନାଥ।